ଭୋକ ବିକଳରେ ତାଟିଆ କାମୁଡୁଛି କଂଗ୍ରେସ। ଆକାଶରେ ଉଡ଼ିଲା ଚେୟାର, ଢେଲା ପଥର ମାଡ଼ରେ ପୋଲିସ ସହ ସାମ୍ବାଦିକ ଆହତ। ପ୍ରଥମେ ବିଧାନସଭାରେ କଂଗ୍ରେସ ଦଳର ବିଧାୟକମାନେ ପୋଡିୟମ୍ ଉପରକୁ ଚଢ଼ିବା ଭଳି ଅଶୋଭନୀୟ ଆଚରଣ କରିବା ପାଇଁ ପଛାଇଲେ ନାହିଁ। ଏହାପରେ ବିଧାନସଭା ଘେରାଉ ଅବସରରେ କଂଗ୍ରେସର ପ୍ରକୃତ ଚିତ୍ର ଚରିତ୍ର ବଖାଣୁଛି ଲୋୟର ପିଏମ୍ଜି ଛକ। ପ୍ରଥମ ଥର ପାଇଁ ଓଡ଼ିଶାର ସାଧାରଣ ଜନତା ଦେଖିଲେ କଂଗ୍ରେସ ଦଳର ନାରକୀୟ କାଣ୍ଡ। ରାଜଧାନୀ ରାଜରାସ୍ତାରେ ଯଦି ଏମାନଙ୍କର ବ୍ୟବହାର ଏହିପରି, ତେବେ ଗାଁ ଗଣ୍ଡାରେ ସାଧାରଣ ଜନତାଙ୍କୁ କେଉଁ ସମ୍ମାନ ଦେଉଥିବେ, ତାହା ବର୍ତ୍ତମାନ ବହୁତ ବଡ଼ ପ୍ରଶ୍ନ। ରାଜଧାନୀ ପିଏମ୍ଜି ଛକରେ ବେଆଇନ ଭାବେ ବ୍ୟାରିକେଡ୍ ଭାଙ୍ଗିବା, ପୋଲିସ ଉପରକୁ ଟେକାପଥର ମାରିବା, ଚେୟାର ଫୋପାଡ଼ିବା ଭଳି ଅନେକ ଲଜ୍ଜାଜନକ ଘଟଣା ଘଟାଇ ହସୁଛି କଂଗ୍ରେସ। ତେଣୁ କୁହାଯାଏ ଅଲଜ୍ଜାଙ୍କର ବାରବାଟୀ ଚାଷ। କଂଗ୍ରେସ ଦଳର କିଛି କୁଚକ୍ରୀ ନେତାଙ୍କ ପାଇଁ ସାଧାରଣ କର୍ମୀମାନେ ରାଜଧାନୀ ରାଜରାସ୍ତାରେ ବେଆଇନ କାର୍ଯ୍ୟ କରିବା ପାଇଁ ବାଧ୍ୟ ହେଉଛନ୍ତି। ଏହା କଂଗ୍ରେସର ଭବିଷ୍ୟତ ରାଜନୀତି ପାଇଁ ଖରାପ ସଂକେତ କୁହାଯାଇପାରେ। ବ୍ୟୁରୋ ରିପୋର୍ଟ, ଜନଜାଗରଣ ଓଡ଼ିଆ। ଭିଡ଼ିଓ ଗୁଡ଼ିକ ଆପଣମାନଙ୍କୁ ଭଲ ଲାଗୁଥିଲେ ଆମ ଚ୍ୟାନେଲକୁ ସବସ୍କ୍ରାଇବ୍ କରିବା ସହ ଲାଇକ୍ ସେୟାର କରିବାକୁ ଭୁଲନ୍ତୁ ନାହିଁ।